ଚାଲାକ ପତି ମାସୁମ ପତ୍ନୀ। ଅର୍ଜୁନ ଏବଂ ଶୀତଲ ବାହାଘରକୁ 9 ମାସ ବିତି ଯାଇଥିଲା। ଅର୍ଜୁନ ସ୍ମାର୍ଟ ଏବଂ ବହୁତ ଚାଲାକ ଥିଲା। ସେ ଗୋଟିଏ ବଡ଼ କମ୍ପାନୀରେ ଚାକିରି କରିଥିଲା। ଶୀତଲ ସିଧା ସାଧା ସରଳ ଝିଅ ଥିଲା। ବେଶୀ ପାଠ ପଢ଼ିନଥିଲା, କିନ୍ତୁ ଘର କାମଦାମରେ ପୁରା ଜଣା ଥିଲା ତାକୁ। ଅର୍ଜୁନ ଶୀତଳକୁ କେବେ ବି ପସନ୍ଦ କରୁନଥିଲା, କାରଣ ତା ଭଳି ଶୀତଳ ପଢ଼ାଲେଖା କରିନଥିଲା ଆଉ ଗୋଟିଏ ଗାଁର ଝିଅ ଥିଲା। ବାପା ମା କଥାରେ ଅର୍ଜୁନ ଶୀତଳକୁ ବାହା ହୋଇଯାଇଥିଲା। ପୁଣି କଫି ପିଇ ଆପଣଙ୍କୁ ଗାଧୋଇବାକୁ ପଡ଼ିବ। ମୋତେ କେତେବେଳେ କ'ଣ କରିବାକୁ ପଡ଼ିବ ସେଇଟା ତମଠାରୁ ମୁଁ ବେଶ୍ ଭଲ ଭାବରେ ଜାଣେ। ତମେ ଯାଅ, ବ୍ରେକଫାଷ୍ଟ ରେଡ଼ି କର। ମୋତେ ଅଫିସ ପାଇଁ ଲେଟ୍ ହେଲାନି। ଶୀତଳ ମନ ଦୁଃଖ କରି ରୋଷେଇ ଘରକୁ ଯାଇ ଖାଇବା ପ୍ରସ୍ତୁତ କଲା। ଯେତେବେଳେ ଅର୍ଜୁନ ଗାଧୋଇ ସାରି ଅଫିସ ପାଇଁ ରେଡ଼ି ହୋଇ ଖାଇବ ଟେବୁଲ ଉପରେ ବସିଲା, ଅର୍ଜୁନ ବହୁତ ରାଗିଯାଇ, ଆଣ ଏଇଟା କ'ଣ ଖାଇବା ହେଇଛି? ସକାଳୁ ସକାଳୁ ମୂଳାର ପରଟା? କ'ଣ କହିବି ଗାଉଁଲି ଝିଅକୁ, ଏଇଟା ତୋର ଗାଁ ନୁହେଁ, ଏଇଟା ସହର। ଆଉ ମୋତେ ସକାଳୁ ସକାଳୁ ଆମଲେଟ୍ ବ୍ରେଡ଼ ଏଇସବୁ ମୁଁ ଖାଏ। ଦରକାର ନାହିଁ ତମର ଏଇ ଖାଇବା। ବ୍ରେଡ଼ ବଟର ସରିଯାଇଛି, ସେଥିପାଇଁ ମୁଁ ବଜାରରୁ ଯାଇ ନେଇ ଆସିଥାନ୍ତି। କ'ଣ କରୁଛ ଘରେ ରହି ମୁଁ ଜାଣିପାରୁନି। ଆଜ୍ଞା, କାଲି ବାଥରୁମରେ ମୋର ଗୋଡ଼ ସ୍ଲିପ୍ ହୋଇଯାଇଥିଲା। କାଲି ମୋ ଗୋଡ଼ ଏବଂ ଅଣ୍ଟାର ବହୁତ ପେନ୍ ହେଉଥିଲା, ସେଥିପାଇଁ ମୁଁ ବଜାରକୁ ଯାଇପାରିଲି ନାହିଁ। ଓହୋ, ସେସବୁ ନଟଙ୍କି ମୋର ଶୁଣିବା ଦରକାର ନାହିଁ। ସକାଳୁ ସକାଳୁ ମୋର ମୁଡ୍ ଅଫ୍ ପୁରା ହୋଇଗଲା। ଯାଉଛି ମୁଁ ବାହାରୁ ଖାଇଦେବି। ଅର୍ଜୁନ ରାଗିଯାଇ ସେଠାରୁ ଚାଲିଗଲା। କିଛି ସମୟ ବିତିଗଲା, କିନ୍ତୁ ଅର୍ଜୁନ ଘରକୁ ଆସିଲା ନାହିଁ। ଶୀତଳ ଅର୍ଜୁନ ଅପେକ୍ଷାରେ ଥାଏ। ଶୀତଳ ଅର୍ଜୁନକୁ ଫୋନ୍ କଲା। ଆଜ୍ଞା, ଆପଣ ଏତେ ଟାଇମ୍ ହେଇଗଲା ଘରକୁ ଆସିଲେ ନାହିଁ ଯେ? ମୋତେ କେମିତି ଲାଗୁଛି? ଓହୋ, ଏହାର ପୁଣି ନଟଙ୍କି ଆରମ୍ଭ ହୋଇଗଲା। ଆରେ ଅଫିସରେ ବହୁତ କାମ ଅଛି, ମୁଁ ଲେଟ୍ରେ ଯିବି। ଆଉ ଫୋନ୍ ମୋତେ କରିବ ନାହିଁ, ମୁଁ ବିଜି ଅଛି ହେଲା। ଏହା କହି ଅର୍ଜୁନ ଫୋନ୍ କାଟିଦେଲା। ସେହି ସମୟରେ ସୁନୟନା ନାମରେ ଗୋଟିଏ ଝିଅ ଅର୍ଜୁନ ପାଖରେ ଛିଡ଼ା ହୋଇଥିଲା। ପୁରା ମେଣ୍ଢା ବନଉଛୁ ତମ ୱାଇଫ୍କି। ଡାର୍ଲିଂ, ସେଥିପାଇଁ ତ ଗୋଟିଏ ଗାଁର ସରଳ ଝିଅ ଦେଖି ମୁଁ ବାହା ହୋଇଛି। ଆମ ଏଫେୟାର ବିଷୟରେ ସେ କିଛି ବି ଜାଣିପାରିବ ନାହିଁ। ଆଉ ଆମେ ଏପଟେ ପୁରା ମଜା ନେବା। ଅର୍ଜୁନ ଶୀତଳକୁ ମିଛ କହିଲା, କାରଣ ଅର୍ଜୁନ ନିଜ ଗାର୍ଲଫ୍ରେଣ୍ଡ ସହିତ କ୍ଲବରେ ଥିଲା। ସେପଟେ ଶୀତଳ ଅର୍ଜୁନ ଅପେକ୍ଷାରେ ଥାଏ। ଚାହୁଁ ଚାହୁଁ ରାତି 1 ବାଜିଗଲା। ଘରର କଲିଂ ବେଲ୍ ବାଜିଲା। ଅର୍ଜୁନ ଆସିଲା। ଆପଣ ହାତ ମୁହଁ ଧୋଇ ଦିଅନ୍ତୁ, ମୁଁ ଖାଇବା ରେଡ଼ି କରି ଦେଉଛି। କିଛି ଦରକାର ନାହିଁ, ମୁଁ ମୋର ସାଙ୍ଗମାନଙ୍କ ସହିତ ହୋଟେଲରେ ଖାଇ ଆସିଛି। ଏମିତି ବି ତମ ହାତର ବେସ୍ୱାଦ ଖାଦ୍ୟ ଖାଇ ମୁଁ ମୁହଁ ଖରାପ କରିବାକୁ ଚାହେଁ ନାହିଁ। ଛାଡ଼ ମୋତେ, ମୁଁ ଯାଏ ରୁମକୁ। ଅର୍ଜୁନ ଯାଇ ଆରାମରେ ଶୋଇଗଲା। ଆଉ ଶୀତଳ ସେମିତି ଭୋକିଲା ଶୋଇଥାଏ। ଅର୍ଜୁନ ସବୁଦିନ ଅଫିସ ଯାଏ ଆଉ ଲେଟ୍ରେ ଘରକୁ ଆସେ। ଏପଟେ ଶୀତଳ ବହୁତ ମନ କଷ୍ଟ କରୁଥାଏ। ସବୁଦିନ ଘରର କାମ କରୁଥାଏ, ଆଉ ଛୁଟି ଦିନରେ ସେ ତାର ସ୍ୱାମୀ ସହିତ ବିତେଇବାକୁ ଚାହୁଁଥାଏ। କିନ୍ତୁ ଅର୍ଜୁନ ଶୀତଳକୁ ଜମା ଭଲ ପାଉନଥାଏ। ସେ ଶୀତଳକୁ ଜମା ଚାହୁଁନଥାଏ। ସେ ତ ସବୁବେଳେ ମଡର୍ଣ୍ଣ ଝିଅ ସହିତ ବୁଲୁଥାଏ। ବା ସୁନୟନା ଡାର୍ଲିଂ, ତମେ ଏହି ଡ୍ରେସରେ ପୁରା ହଟ୍ ଦେଖାଯାଉଛ। ରିଏଲି? ଥ୍ୟାଙ୍କ ୟୁ ସୋ ମଚ୍। ଆରେ ଅର୍ଜୁନ, ମୋର ଫ୍ରେଣ୍ଡ କହୁଥିଲା ଶିଲା ଜୁଏଲାରୀରେ ବହୁତ ସୁନ୍ଦର ସୁନ୍ଦର ଅର୍ଣ୍ଣାମେଣ୍ଟ ନୂଆ କରି ଆସିଛି। କ'ଣ ତମେ ମୋତେ ଆଣିଦେବ ନା? ଓ ସିଓର, ଚାଲ ଏବେ, ମୁଁ ତୁମକୁ ଏବେ ହିଁ ଆଣିଦେବି। ଅର୍ଜୁନ ତାର ସମୟ ଏବଂ ପଇସା ସୁନୟନା ସହିତ ବିତାଉଥିଲା। ଏମିତି କିଛି ସମୟ ବିତିଗଲା। ଘରର କଲିଂ ବେଲ୍ ବାଜିଲା। ଶୀତଳ ଯାଇ କବାଟ ଖୋଲି ଦେଖେ ତ ତାର ଶାଶୁ ଏବଂ ଶ୍ୱଶୁର। ଏହା ଦେଖି ଶୀତଳ ବହୁତ ଖୁସି ହୋଇଗଲା। ଶାଶୁ ଏବଂ ଶ୍ୱଶୁର ଶୀତଳକୁ ବହୁତ ଭଲ ପାଆନ୍ତି। ଆରେ ବୋହୂ, ଏଇ ଅପଦାର୍ଥଟା ତତେ ଭଲରେ ରଖିଛି କି ନାହିଁ? ପଚାରନ୍ତୁ ବାପା, ମୁଁ ଶୀତଳକୁ ଭଲରେ ରଖିଛି କି ନାହିଁ?
କ'ଣ ଶୀତଳ, କ'ଣ କହୁନ? କ'ଣ ଶୀତଳ ବୋଉ, ଅର୍ଜୁନ ତୋତେ ବାହାରକୁ ବୁଲିବାକୁ ନିଏ କି ନାହିଁ? ଆଉ ତୋ ସହିତ ଟାଇମ୍ ସ୍ପେଣ୍ଡ କରେ ତ? ଅର୍ଜୁନ ଶୀତଳ ମୁହଁକୁ ଚାହିଁ ହୋଇ ରହିଥାଏ। ଏବେ ଶୀତଳ କ'ଣ ଉତ୍ତର ଦେବ କି? ଅର୍ଜୁନ ଶୀତଳକୁ ଜମା ପସନ୍ଦ କରେ ନାହିଁ। ତାପରେ ଶୀତଳ ଅର୍ଜୁନର ଭଲ ପାଇଁ ହଁ କହିଲା। ତାପରେ ଶୀତଳ ସମସ୍ତଙ୍କୁ ଭଲ ଭଲ ଖାଇବା ତିଆରି କରି ସମସ୍ତଙ୍କୁ ଦେଲା। ସମସ୍ତେ ଖାଇଲେ। ବା ବହୁତ ଭଲ ଲାଗୁଛି। କଚୁଡ଼ି ଖାଇ ସମସ୍ତେ ବହୁତ ଶୀତଳର ପ୍ରଶଂସା କଲେ। ଆମେ ଏହି କଚୁଡ଼ି ଖାଇବା ପାଇଁ ଖାଲି ଏଠାକୁ ଆସିଛେ। ହଁ ରେ ବୋଉ, ସହର ଆସିବାର କାରଣ ତୋ ହାତରେ ରନ୍ଧା ଖାଇବା। ଠିକ୍ ଅଛି ବାପା, ଏବେ ମୁଁ ସୁସ୍ୱାଦୁ ଖାଦ୍ୟ ଖାଇବା ବନେଇ ଦେଉଛି। ଠିକ୍ ଅଛି ମା, ବାବୁଜୀ, ମୁଁ ଅଫିସ୍ ଯାଉଛି। ଅଫିସରୁ ଆସିଲେ ପୁଣି ଦେଖା ହେବ। ନିଅନ୍ତୁ ଆପଣଙ୍କ ଖାଇବା। ଓ ମାଇ ଲଭଲି ୱାଇଫ୍। ଅର୍ଜୁନ ପାଖରୁ ଏଇ କଥା ଶୁଣି ଶୀତଳ ବହୁତ ଖୁସି ହୋଇଗଲା। ଏଇ କଥା ଶୁଣିବା ପାଇଁ ଶୀତଳ ତାର କେତେ ଦିନର ତପସ୍ୟା ଆଜି ପୂରଣ ହେଲା। ତାପରେ ଅର୍ଜୁନ ଅଫିସ୍ ଚାଲିଗଲା। କିଛି ସମୟ ବିତିଗଲା। ଅଫିସ୍ ଛୁଟି ହେବା ମାତ୍ରେ ଅର୍ଜୁନ ଘରେ ପହଞ୍ଚିଗଲା। ଅର୍ଜୁନ ଭାବିଲା ତାର ବାପା ମା କିଛି ଦିନ ପାଇଁ ଏଠାରେ ରହିବେ। କିଛି ଦିନ ପରେ ସେମାନେ ଚାଲିଗଲା ପରେ ଅର୍ଜୁନ ତାର ଅସଲି ରୂପ ଦେଖାଇବ। ସେ ଶୀତଳ ପ୍ରତି ଭଲ ସ୍ୱାମୀର ଅଭିନୟ କରୁଥାଏ। କେଉଁଦିନ ଶୀତଳ ପାଇଁ ଭଲ ଉପହାର ନେଇ ଆସେ ତ କେଉଁଦିନ ସମସ୍ତଙ୍କୁ ନେଇ ବାହାରେ ବୁଲିବାକୁ ଯାଏ। ଅର୍ଜୁନ ଦେଖିଲା ତାର ବାପା ମା ଆଉ ଏଠାରୁ ଯିବେ ନାହିଁ। ସିଏ ଆଉ କେତେଦିନ ମିଛର ଅଭିନୟ କରିବ? ଏମିତି ସମୟ ବିତିବାକୁ ଲାଗିଲା। ଦିନେ ସକାଳେ ସମସ୍ତେ ଡାଇନିଂ ଟେବୁଲରେ ଖାଇବାକୁ ବସିଥାନ୍ତି। ଆରେ କ'ଣ ସବୁ ତରକାରୀ ବନେଇଛ? ଛି ଛି, କିଛି ବି ଟେଷ୍ଟ ଲାଗୁନି। ତମକୁ ତରକାରୀ ବନେଇବାକୁ ଆସେ କି ନାହିଁ? ଆରେ ନା ରେ ପୁଅ, ଆଜି ମୁଁ ରୋଷେଇ କରିଛି। ଖାଲିଟାରେ ତୁ ଶୀତଳକୁ କ'ଣ ପାଇଁ ଗାଳି ଦେଉଛୁ? ତାହେଲେ ମା, ଆପଣ ରୋଷେଇ କରିଛନ୍ତି। ଆଉ ଏ ମହାରାଣୀ କ'ଣ କରୁଥିଲେ? ନା ରେ ଅର୍ଜୁନ, ଆରେ ଶୀତଳକୁ ଖାଲିଟାରେ କ'ଣ ପାଇଁ ଗାଳି ଦେଉଛୁ? ତାହାର ଦେହ ଭଲ ନାହିଁ, ସେଥିପାଇଁ ମୁଁ ତାକୁ କହିଲି ରେଷ୍ଟ ନେବା ପାଇଁ। ମୁଁ ଜାଣିଛି ମା, ଏ ମହାରାଣୀର ଏଇଟା ସବୁଦିନ ପରି ଆଜି ବି ଗୋଟିଏ ପ୍ରକାର ଆକ୍ଟିଂ କରୁଛି। ଆରେ ତୁ ଶୀତଳକୁ ଏମିତି କ'ଣ ପାଇଁ ଗାଳି ଦେଉଛୁ? ଆମେ ଆସିବା ଦିନୁ ସେ ଆମର ବହୁତ ସେବା କରୁଛି, ତୁ ତାକୁ ଗାଳି ଦେଉଛୁ? ଆମେ ଜାଣିଛୁ ଶୀତଳ କ'ଣ। ସେଇଦିନ ଅର୍ଜୁନର ଏହିସବୁ ବ୍ୟବହାର ଦେଖି ଅର୍ଜୁନର ବାପା ମା ଆଶ୍ଚର୍ଯ୍ୟ ହୋଇଗଲେ। ତା ପରଦିନ ସକାଳ ହୋଇଗଲା। ଶୀତଳ ସହିତ ଅର୍ଜୁନର ବ୍ୟବହାର ଦେଖି ଅର୍ଜୁନର ବାପା ମା ଆଶ୍ଚର୍ଯ୍ୟ ହୋଇଗଲେ। ଅର୍ଜୁନ ବେଡ଼ରେ ବସିଥାଏ। ଶୀତଳ କଫି ଆଣି ଅର୍ଜୁନକୁ ଦେଲା। ଏଇଟା ଗୋଟିଏ କଫି, ଏହାର କୌଣସି ଟେଷ୍ଟ ହିଁ ନାହିଁ। ଛି, ଏହାକୁ କିଏ ଖାଏ? ଏଇସବୁ ଦେଖି ଦୀନାନାଥ ବାବୁ ଆସିଲେ ସେଠାକୁ। ବୋଉ, ତୁ ତୋର ଜିନିଷ ପ୍ୟାକ୍ କର ଆଉ ମୋ ସହିତ ଚାଲ ଆମ ଗାଁକୁ। ଶୀତଳ ସରଳ ହେଲା ଭଳି ତୁ ତାର ଫାଇଦା ଉଠାଇବୁ। ଏହି ନାଲାୟକକୁ ଏଇଠାରେ ଏକା ରହିବାକୁ ଦିଅ। ଶୀତଳ ତାର ଶ୍ୱଶୁରର କଥା ମାନି ସେମାନଙ୍କ ସହିତ ଗାଁକୁ ଚାଲିଗଲା। ଆଉ ସବୁଦିନ ଅର୍ଜୁନ ଅଫିସ୍ ଯିବା ପାଇଁ ଲେଟ୍ ହେଉଥାଏ। ନିଜର ଖାଇବା ବନାଇବା, ଲୁଗା ସଫା କରିବା ଇତ୍ୟାଦି କରୁଥାଏ। ଏପଟେ ଅର୍ଜୁନ ଅଫିସ୍ ଲେଟ୍ରେ ଆସିବାରୁ ବସ୍ ପାଖରୁ ଗାଳି ଶୁଣିବାକୁ ପଡ଼ୁଥାଏ। କିଛି ଦିନ ପରେ ଅର୍ଜୁନ ସୁନୟନାକୁ କହି ତା ଘରକୁ ନେଇ ଆସିଲା। କିନ୍ତୁ ସବୁ ଓଲଟା ହୋଇଗଲା। ସୁନୟନା ଟୋଟାଲି ରୋଷେଇ ଘରକୁ ଗଲା ନାହିଁ। ଓଲଟା ଅର୍ଜୁନ ସୁନୟନା ପାଇଁ ଖାଇବା ବନେଇଲା ଆଉ ସୁନୟନା ଲଗା ମଧ୍ୟ ସଫା କଲା। ଏମିତି କିଛି ଦିନ ପରେ ସୁନୟନା ଏବଂ ଅର୍ଜୁନ ମଧ୍ୟରେ ବହୁତ ଝଗଡ଼ା ହେଲା। ଏମିତି ଝଗଡ଼ା ହେବାରୁ ଅର୍ଜୁନ ସୁନୟନାକୁ ଘରୁ ବାହାର କରିଦେଲା। ସତରେ ମୁଁ ଗୋଟିଏ ବହୁତ ବଡ଼ ଭୁଲ କରିଦେଇଛି। ସୁନା ମୁଣ୍ଡା ଭଳି ସ୍ତ୍ରୀକୁ ମୁଁ ଭୁଲ ବୁଝିଛି। ଶୀତଳ କେବେ ବି ମୋ ସହିତ ଝଗଡ଼ା କ'ଣ ଜୋର ପାଟିରେ ବି କଥା ହୋଇନାହାନ୍ତି। ହେଲେ ମୁଁ ତାଙ୍କୁ କେତେ ଗାଳି ଦେଇଛି। ତାଙ୍କ ମାଇଁ ମୁଁ କେବେ ବି ରୋଷେଇ ଘରକୁ ଯାଇନଥିଲି। ଆଉ ଲୁଗା ମଧ୍ୟ ସଫା କରିବା ଦୂରର କଥା, ପୁଣି ଗିଲାସେ ବି ପାଣି ଆଣିବାକୁ ଯାଇନଥିଲି। ମୁଁ ମୋର ଭୁଲ ବୁଝିପାରିଛି। ମୁଁ ଯାଉଛି ଗାଁକୁ, ବାପା ମାଆଙ୍କୁ ଭୁଲ ମାଗିବି ଆଉ ଶୀତଳକୁ ଘରକୁ ନେଇ ଆସିବି।
ଅର୍ଜୁନ ତାର ଭୁଲ ବୁଝିପାରିଲା ଆଉ ଗାଁକୁ ଗଲା। ବାପା ମାଆଙ୍କୁ କ୍ଷମା ମାଗିଲା। ବାପା ମା ମୋର ବହୁତ ବଡ଼ ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦିଅ ବାପା। ଆଉ ଦୀନାନାଥ ଅର୍ଜୁନକୁ କ୍ଷମା କରିଦେଲେ। ଶୀତଲ ଚାଲ ଘରକୁ ଚାଲ, ମୋତେ କ୍ଷମା କରିଦିଅ। ଶୀତଲ ତାପରେ ଅର୍ଜୁନ ସହିତ ତା ସହରକୁ ପୁଣି ଫେରି ଆସିଲା।